ଜାନୁଆରୀ 26 77ତମ ରିପବ୍ଲିକ୍ ଡେ। 1950 ଜାନୁଆରୀ 26ରେ ଆମର ସମ୍ବିଧାନ କାର୍ଯ୍ୟକାରୀ ହେଇଥିଲା। ଆମର ସମ୍ବିଧାନ ତିଆରି ହେବାକୁ 2 ବର୍ଷ 11 ମାସ ଆଉ 18 ଦିନ ଲାଗିଥିଲା। 9 ଡିସେମ୍ବର 1946ରୁ 26 ନଭେମ୍ବର 1949 ଟାଇମ୍ ଲାଗିଥିଲା। ଫାଇନାଲ୍ ସେସନ୍ ତାର ହେଇଥିଲା ଜାନୁଆରୀ 24 1950ରେ। ଟୋଟାଲ୍ 11ଟା ସେସନ୍ ହେଇଥିଲା। ଏଇଟା ତାର ଲାଷ୍ଟ ସେସନ୍ ଥିଲା। ତାପରେ 1926 1930ରେ ପୂର୍ଣ୍ଣ ସ୍ୱରାଜ ଡାକରା ଦେଇଥିଲା ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ। ତ ତେଣୁ ଜାନୁଆରୀ 26କୁ ନିଆଗଲା ଯେ ଜାନୁଆରୀ 24 ପରେ ଜାନୁଆରୀ 26 1950କୁ ଲାଗୁ କରାଗଲା ସମ୍ବିଧାନକୁ। ଆମର ପତାକାକୁ ଆଡ଼ପ୍ଟ କରାଯାଇଥିଲା ଜୁଲାଇ 22 1947ରେ। ଆମର ପ୍ରେସିଡେଣ୍ଟ ରିପବ୍ଲିକ୍ ଡେରେ ଅନଫର୍ କରନ୍ତି ଆଉ ହୋଷ୍ଟ କରନ୍ତି ପ୍ରାଇମ୍ ମିନିଷ୍ଟର। ଇଣ୍ଡିପେଣ୍ଡେନ୍ସ ଡେରେ ଅଗଷ୍ଟ 15ରେ ଅନଫୋଲ୍ ଅର୍ଥ ଓପନ୍ କରିବା, ଖୋଲିବା, ମାନେ ପତାକାଟି ଉପରେ ଥିବ ତାକୁ ଓପନ୍ କରାଯିବ। ଆଉ ହୋଷ୍ଟ ଅର୍ଥ ଉପରକୁ ଉଠାଇବା, ତ ପତାକାଟି ତଳେ ଥିବ ଉପରକୁ ଉଠାଯାଇ ତାକୁ ଖୋଲାଯିବ। ଏଇଟା ହେଉଛି ଆମର ରିପବ୍ଲିକ୍ ଡେ ପାଳନ ହେଉଛି କର୍ତ୍ତବ୍ୟ ପଥ ନ୍ୟୁ ଦିଲ୍ଲୀରେ। ଆମର ପତାକାର ରେସିଓ ହେଉଛି 3:1 ରେସିଓ ପତାକାଟା। ଇଣ୍ଟରନ୍ୟାସନାଲ୍ କଷ୍ଟମ୍ ଡେ ବି ହେଉଛି ଜାନୁଆରୀ 26ରେ। ୱାର୍ଲଡ କଷ୍ଟମ୍ ଅର୍ଗାନାଇଜେସନ୍ ପ୍ରଥମ ବୈଠକ ଜାନୁଆରୀ 26 1953ରେ ହେଇଥିଲା। ତ ସେଇ ଜାନୁଆରୀ 26ଟାକୁ ପାଳନ କରାଯାଉଛି। ତ ହେଡ଼କ୍ୱାର୍ଟର ହେଉଛି ବ୍ରୁସେଲ୍, ବେଲଜିୟମ୍। ଇଂଲିଶ ଆଉ ଫ୍ରେଞ୍ଚ ତାର ଅଫିସିଆଲ୍ ଲାଙ୍ଗୁଏଜ୍। କଷ୍ଟମ୍ ଅପରେସନ୍ କାଉନସିଲ୍ ତାର ପ୍ରଥମେ ନାମ ଥିଲା। ଏଷ୍ଟାବ୍ଲିଶ୍ ହେଇଥିଲା 1952ରେ ଏଷ୍ଟାବ୍ଲିଶ୍ ହେଇଥିଲା। ତ ଏଇ ନାଁଟି ଚେଞ୍ଜ ହେଇକି 1994ରେ ୱାର୍ଲଡ କଷ୍ଟମ୍ ଅର୍ଗାନାଇଜେସନ୍ ହେଇଗଲା। ପଦ୍ମ ଆୱାର୍ଡ଼ ପାଇଛନ୍ତି 131 ଜଣ। ଏଥିରେ 5 ଜଣ ପଦ୍ମ ବିଭୂଷଣ, 13 ଜଣ ପଦ୍ମଭୂଷଣ ଆଉ 113 ଜଣ ପଦ୍ମଶ୍ରୀ, 19 ଜଣ ଓମେନ୍, 16 ଜଣ ପୋଷ୍ଟମସ୍ ମାନେ ମୃତକ ଆଉ 6 ଜଣ ହେଉଛି ଫରେନର୍ NRI। ପଦ୍ମ ବିଭୂଷଣ ପାଇଛନ୍ତି ଧର୍ମେନ୍ଦ୍ର ସିଂ ଦେଓଲ, ସନି ଦେଓଲଙ୍କ ପିତା। ଇଏ ଜଣେ ଆକ୍ଟର, ବହୁତ ଫିଲ୍ମରେ ରୋଲ୍ କରିଛନ୍ତି। ଫେମସ୍ ତାଙ୍କର ଅଛି ସୋଲେ ଫିଲ୍ମ। ଯେମିତି KT ଥୋମାସ୍, ଇଏ ସୁପ୍ରିମକୋର୍ଟର ଜଜ୍ ଥିଲେ 1996ରୁ 2002 ପର୍ଯ୍ୟନ୍ତ। ସେ ତା ଆଗରୁ ଥିଲେ କେରଳ ହାଇକୋର୍ଟର ଜଜ୍। N ରାଜମ୍, ଇଏ ଜଣେ ଭାୟୋଲିନ୍ ଆର୍ଟିଷ୍ଟ। 1990ରେ ସିଏ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼ ପାଇଥିଲେ। 1984ରେ ତାଙ୍କର ପଦ୍ମଶ୍ରୀ ପାଇଥିଲେ। 2004ରେ ପଦ୍ମଭୂଷଣ, ତାପରେ 2026ରେ ପଦ୍ମ ବିଭୂଷଣ। P ନାରାୟଣନ୍, ଇଏ ହେଉଛନ୍ତି କେରଳର। ଇଏ କେରଳରେ ଜନ୍ମଭୂମିର ତାଙ୍କର ମାଲାୟାଲମ୍ ଲାଙ୍ଗୁଏଜରେ ଜନ୍ମଭୂମି ନ୍ୟୁଜ୍ ପେପର୍, ଡେଲି ନ୍ୟୁଜ୍ ପେପର୍ ତାର ଏଡ଼ିଟର ଫାଉଣ୍ଡର। BS ଅଚ୍ୟୁତାନନ୍ଦନ, ଇଏ କେରଳର CM ଥିଲେ 2006ରୁ 2011 ପର୍ଯ୍ୟନ୍ତ। ପଦ୍ମ ବିଭୂଷଣ ପାଇଛନ୍ତି ଏଲକା ୟାଗ୍ନିକ୍, ଇଏ ଜଣେ ସିଙ୍ଗର, ବହୁତ ଗୁଡ଼ାଏ ଗୀତ ବୋଲିଛନ୍ତି। PS କୋଶାୟାରୀ, ଇଏ ଜଣେ BJP ଭାରତୀୟ ଜନତା ପାର୍ଟିର ଜଣେ ଲିଡର। KR ପାଲାନୀସ୍ୱାମୀ, ଇଏ ଡକ୍ଟର ଜଣେ ଗ୍ୟାଷ୍ଟ୍ରୋନେଟ୍ରୋଲୋଜିଷ୍ଟ ତାମିଲନାଡୁର। ମାମୋଟି, ଇଏ ଜଣେ ଫିଲ୍ମ ଆକ୍ଟର କେରଳର ମାଲାୟାଲମ୍ ଫିଲ୍ମରେ। ନାରୀ ଦତ୍ତାତ୍ରେୟନ୍ଦୁ, ଇଏ ଜଣେ ଡକ୍ଟର, ଇଣ୍ଡିଆ ବର୍ନ US ଡକ୍ଟର। 2015ରେ ପଦ୍ମଶ୍ରୀ ପାଇଛନ୍ତି। ପିୟୁଷ ପାଣ୍ଡେ, ଆଡ଼ଭର୍ଟାଇଜ୍ ମ୍ୟାନ୍ ରୂପରେ ପରିଚିତ, ତାଙ୍କର ଏବେ ରିସେଣ୍ଟଲି ଦେହାନ୍ତ ହୋଇଛି। SKM ମେଲାନନ୍ଦନ, ସିଏ ସୋସିଆଲ ୱାର୍କର ତାମିଲନାଡୁର। 2013ରେ ପଦ୍ମଶ୍ରୀ ପାଇଥିଲେ। SR ଗଣେଶ, କର୍ଣ୍ଣାଟକର। 2021ରେ ସାହିତ୍ୟ ଏକାଡେମୀ ଟ୍ରାନ୍ସଲେସନ୍ ଆୱାର୍ଡ଼ ପାଇଥିଲେ। ଶିବୁ ସୋରେନ, ଇଏ CM ଥିଲେ ଝାଡ଼ଖଣ୍ଡର 2005ରୁ 2010 ପର୍ଯ୍ୟନ୍ତ।
ଉଦୟ କୋଟାକ ଇଏ ହେଉଛନ୍ତି MD CEO ଫାଉଣ୍ଡର ହେଉଛି କୋଟାକ ମହିନ୍ଦ୍ରା ବ୍ୟାଙ୍କର। ଟ୍ରେଡ୍ ଆଉ ଇଣ୍ଡଷ୍ଟ୍ରି କାଟାଗୋରୀରେ ପାଇଛନ୍ତି ପଦ୍ମଭୂଷଣ। VK ମଲ୍ହୋତ୍ରା ଇଏ ବିଜେପିଙ୍କର ପାର୍ଟି ହେଉଛି ବିଜେପି, ସିଏ ବି ତାଙ୍କର ବିଦେହାନ୍ତ ହୋଇଯାଇଛି। ଭେଲାପାଲି ନାଟେସନ୍ ଇଏ ବି କେରଳର, ତାଙ୍କ ପାର୍ଟି ହେଉଛି ଭାରତ ଧର୍ମ ଜନସେନା। ବିଜୟ ଅମୃତରାଜ ଇଏ ଜଣେ ଟେନିସ୍ ପ୍ଲେୟାର, ଇଣ୍ଡିଆ ବର୍ନ USA ଟେନିସ୍ ପ୍ଲେୟାର, ସ୍ପୋର୍ଟସରେ କାଟାଗୋରୀରେ ପାଇଛନ୍ତି ପଦ୍ମଭୂଷଣ। ପଦ୍ମଶ୍ରୀ ପାଇଛନ୍ତି ରୋହିତ ଶର୍ମା ଏ କ୍ରିକେଟର। 2015ରେ ଅର୍ଜୁନ ଆୱାର୍ଡ଼, 2020ରେ ମେଜର ଧ୍ୟାନଚାନ୍ଦ ଆୱାର୍ଡ଼ ଖେଳରତ୍ନ। ଆର୍ ମାଧବନ ଇଏ ଜଣେ ଆକ୍ଟର। ଅରମିନ୍ଦା ଫର୍ଣ୍ଣାଣ୍ଡିଜ ଇଏ ହେଉଛନ୍ତି ଜଣେ ଡକ୍ଟର, ଶିଶୁ ବିଶେଷଜ୍ଞ ଡକ୍ଟର, ଖାସ କରି ନୂଆ ନବଜାତ ଶିଶୁମାନଙ୍କର। ଏସିଆର ଫାଷ୍ଟ ମିଲ୍କ ବ୍ୟାଙ୍କ, ହ୍ୟୁମାନ ମିଲ୍କ ବ୍ୟାଙ୍କ ଇଏ ଏଷ୍ଟାବ୍ଲିଶ୍ କରିଥିଲେ କେଉଁଠି, ମୁମ୍ବାଇରେ 1989ରେ। TT ଜଗନ୍ନାଥନ୍ ଇଏ କର୍ଣ୍ଣାଟକର, ଇଏ ଇନଭେନସନ୍ କରିଥିଲେ GRS ସେଫ୍ଟି ଟେକ୍ ମେକାନିଜମ୍, ପ୍ରେସର କୁକରର ଗ୍ୟାସ୍କେଟ୍ ରିଲିଜ୍ ସିଷ୍ଟମ୍, ଏଇଟାକୁ ସିଏ ଇନଭେନସନ୍ କରିଥିଲେ। ଓଡ଼ିଶାର 4 ଜଣ ପାଇଛନ୍ତି ପଦ୍ମଶ୍ରୀ। ମହେନ୍ଦ୍ର କୁମାର ମିଶ୍ର ଇଏ କଳାହାଣ୍ଡିର, ଲିଟରେଚର ଏଜୁକେସନ୍ ପାଇଛନ୍ତି। ସାହିତ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଆୱାର୍ଡ଼ ପାଇଥିଲେ 1999ରେ। କଳାହାଣ୍ଡିର ଲୋକ ସଂସ୍କୃତି ଉପରେ ଲେଖିକି ୟୁନେସ୍କୋ ଇଣ୍ଟରନ୍ୟାସନାଲ୍ ମଦର ଲାଙ୍ଗୁଏଜ୍ ଆୱାର୍ଡ଼ ପାଇଥିଲେ 2023ରେ। କାଲେବାଳ ଆୱାର୍ଡ଼ 2001ରେ ଫିନଲାଣ୍ଡଠୁ ପାଇଥିଲେ। ଆଉ ବୀର ଶଙ୍କର ଶାହା ରଘୁନାଥ ନ୍ୟାସନାଲ୍ ଆୱାର୍ଡ଼ 2009ରେ ପାଇଥିଲେ। ଚରଣ ହେମ୍ବ୍ରମ ଏ ଲିଟରେଚର ଏଜୁକେସନ୍ ପାଇଛନ୍ତି, ମୟୂରଭଞ୍ଜ ଜନ୍ମ। ସାହିତ୍ୟ ଏକାଡେମୀ ଆୱାର୍ଡ଼ ପାଇଥିଲେ 2019ରେ ସର୍ଟ ଷ୍ଟୋରିଜ୍ ପାଇଁ। ଶିଶିର ଜାଲି 15ଟି ଷ୍ଟୋରି ଅଛି ଏଥିରେ। ମାଷ୍ଟର ଅଫ ପ୍ରହ୍ଲାଦ ନାଟକ ଇଏ ହେଉଛନ୍ତି ଗୁରୁ ସୀମାଞ୍ଚଳ ପାତ୍ର, ଇଏ ବି ପଦ୍ମଶ୍ରୀ, ଗଞ୍ଜାମ ଡିଷ୍ଟ୍ରିକ୍ଟର। ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼ ପାଇଥିଲେ 1990ରେ। ଆଉ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ ପାଇଥିଲେ 2024ରେ। ମାଷ୍ଟର ଅଫ ୱେଭିଂ ହସ୍ତତନ୍ତ୍ର ଶରତ କୁମାର ପାତ୍ର କଟକର। ଶାନ୍ତି କବିର ଆୱାର୍ଡ଼ 2015ରେ। ଆଉ ନାଟକ ନ୍ୟାସନାଲ୍ ଆୱାର୍ଡ଼ ଫର୍ ହ୍ୟାଣ୍ଡଲୁମ୍ 1993ରେ। ଏ ଦୁଇଟାକ ଆୱାର୍ଡ଼ ମିନିଷ୍ଟ୍ରି ଅଫ୍ ଟେକ୍ସଟାଇଲ୍ ଦ୍ୱାରା ଆଙ୍କୁ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଇଏ ପଦ୍ମଶ୍ରୀ ପାଇଛନ୍ତି।